ନା ମୋର ଏଇଟା ଅଧେନ୍ଦୁ ସହିତ ଫର୍ଷ୍ଟ ଫିଲ୍ମ। ମୁଁ ଆଗରୁ କରିନଥିଲି ଆଙ୍କ ପ୍ରଡକ୍ସନ ହାଉସରେ, ଏଇଟା ଫର୍ଷ୍ଟ। ମୋର ହଉଛି ଚରିତ୍ର ହିରୋର ମଦର କ୍ୟାରେକ୍ଟର, ଆଉ ସୁନ୍ଦର ସୋବର କ୍ୟାରେକ୍ଟର, ଗୋଟେ ପଜିଟିଭ କ୍ୟାରେକ୍ଟର। ଦେଖିଲେ ଜାଣିପାରିବେ, କାହିଁକି ନା ଡାଏରୀ ଗୋଟେ ଏମିତି ଷ୍ଟୋରିର ମୁଭିଟା ଯୋଉଟା କି ସସ୍ପେନ୍ସ ଲଭ ଷ୍ଟୋରି, ତ ତାର ସସ୍ପେନ୍ସ ଟା ଖୋଲିଦେବା ଉଚିତ ନୁହେଁ। ଦେଖିଲେ ଆପଣଙ୍କୁ ଜାଣିବେ ଯେ କଣ ସସ୍ପେନ୍ସ ତା ଭିତରେ ରହିଛି। ବାସ୍ ସବୁ ଚରିତ୍ରର ଗୁରୁତ୍ୱ ଅଛି ଏଇ ମୁଭିରେ। ଆଉ ଭଲ ଗୋଟେ ସିନ୍ ହେଲେ ବି ବହୁତ ଭଲ ଭଲ ଚରିତ୍ରର ସବୁ ଆର୍ଟିଷ୍ଟ ଅଛନ୍ତି। ଭଲ କାମ ହେଇଛି, ସୁନ୍ଦର ଗୀତ ହେଇଛି। ଟୋଟାଲ ମୁଭି ଖୁବ ସୁନ୍ଦର। ଯଦି କହିବା ଅର୍ଦ୍ଧେନ୍ଦୁଙ୍କର ଦୁଇଟି ହିରୋଇନ ଅଛନ୍ତି, ଘରକୁ ଯେତେବେଳେ ଆସୁଛନ୍ତି ଆପଣ କେମିତି ତାଙ୍କୁ ମ୍ୟାନେଜ କରୁଛନ୍ତି? ଘରକୁ ତ ଘରକୁ ଯେହେତୁ ମୁଁ ଗୋଟେ ପଜିଟିଭ ମଦର, ତ ଡେଫିନେଟଲି ବୋହୂକୁ ଭଲ ପାଇବି ଆଉ ବୋହୂକୁ ସପୋର୍ଟ କରିବି। ଏଇଭଳି ହିଁ ମୋର ଚରିତ୍ର। ମ୍ୟାଡାମ ଯଦି କହିବା ପିଲାବେଳୁ ଆମେ ସମସ୍ତେ ଜାଣିଛେ ପ୍ରିୟଙ୍କା ମ୍ୟାଡାମ, ଆପଣଙ୍କୁ ପ୍ରିୟଙ୍କା ବେଶୀ ଜାଣିଛନ୍ତି ପ୍ରିୟଙ୍କା ଭାବରେ। ତ ଏଇ ଫିଲ୍ମରେ ଆପଣଙ୍କ ଯୋଉ ଚରିତ୍ର ରହିଛି ଅର୍ଦ୍ଧେନ୍ଦୁଙ୍କ ସହିତ ପ୍ରଥମ ଫିଲ୍ମ କିଛି? ନା, ମୋର ଏଇଟା ଅଧେନ୍ଦୁ ସହିତ ଫର୍ଷ୍ଟ ଫିଲ୍ମ। ମୁଁ ଆଗରୁ କରିନଥିଲି ଆଙ୍କ ପ୍ରଡକ୍ସନ ହାଉସରେ, ଏଇଟା ଫର୍ଷ୍ଟ। ଥ୍ୟାଙ୍କ ୟୁ ମ୍ୟାଡାମ।